ଆସନ୍ତୁ ମୁଁ ଦେଖେଇବି ବର୍ତ୍ତମାନ ରେଡ୍ ମାଛ କେମିତି ଦେଖାଯାଆନ୍ତି ଆଉ କେମିତି ତାଙ୍କ ଆକ୍ସନ୍ ଥାଏ। ଆଉ ଜାଲ ଟଣା ଚାଲିଛି ଆଉ ସେପଟେ ଆଇସ୍ ଗାଡ଼ି ମଧ୍ୟ ଆସିକି ପହଞ୍ଚିଗଲାଣି। ହାଇ ଫ୍ରେଣ୍ଡ, ଜୟ ଜଗନ୍ନାଥ। ଆଶା କରେ ଆପଣମାନେ ଭଲରେ ଥିବେ ଆଉ ମୁଁ ବି ସେମିତି ଭଲରେ ଅଛି, କିନ୍ତୁ ତା ଭିତରେ ମଧ୍ୟ ଗୋଟେ ଦୁଃଖଦ ଖବର ଆସି ପହଞ୍ଚି ଯାଉଛି। ଯେହେତୁ ସେଦିନ ଆମର 2ଟା ପୋଖରୀ ରେଡ୍ ହେଇଯାଇଥିଲା ଆଉ ହାର୍ଭେଷ୍ଟିଂ ମଧ୍ୟ ହେଇସାରିଥିଲା। ଆଜି ଆଉ ଗୋଟେ ପୋଖରୀ ଯାଇକି ଆମର ରେଡ୍ ହେଇସାରିଛି ଆଉ ଇଏ ଗୋଟେ ଆଜି ମଧ୍ୟ ସେ ପୋଖରୀ ଧରା ହେଉଛି ଏବଂ ତା ସହିତ ଆମ ପାଖ ପୋଖରୀରେ ମଧ୍ୟ ତାର ମଧ୍ୟ ଆଜି 2ଟା ରେଡ୍ ହେଇଯାଇଛି ଆଉ ସିଏ ମଧ୍ୟ ଧରାଯାଉଛି। ଆଉ କିନ୍ତୁ ମୁଁ ବି ଯାଇପାରୁନି ସେ କାହିଁକିନା ଯେହେତୁ ଆଉ 3ଟା ପୋଖରୀ ଆମର ହିଁ ଅଛି, ଭଲ ପୋଖରୀରେ ମୁଁ ଯେହେତୁ ଅଛି ତେଣୁକରି ସେ ପୋଖରୀ ପାଖକୁ ଯାଇପାରୁନି। ଆଉ କାହିଁକିନା ଭିଡ଼ିଓ କରିବା ପାଇଁ ଟିକେ ଅସୁବିଧା ହେଉଛି, ତଥାପି ମୁଁ ଦୂରରୁ ନିଶ୍ଚିନ୍ତ ଭାବରେ ଆପଣମାନଙ୍କୁ ଦେଖେଇବି କ'ଣ କେମିତି ଧରା ଚାଲିଛି। ଆଉ ଚାଲନ୍ତୁ ବର୍ତ୍ତମାନ ଦେଖିବା। ହଁ, ଆଉ ଦେଖିବା ପୂର୍ବରୁ ନିଶ୍ଚିନ୍ତ ଭାବରେ ଭିଡ଼ିଓଟି କଣ୍ଟିନ୍ୟୁ କରିବେ ଏବଂ ଶେଷ ଯାଏଁ ଦେଖିବେ। ଖାସ୍ କରି ସବସ୍କ୍ରାଇବ୍ କରିଦେବେ, ପାଖରେ ଥିବା ବେଲ୍ ଆଇକନ୍ଟି ବଜାଇଦେବେ। ଚାଲନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଦେଖନ୍ତୁ, ମୁଁ ବର୍ତ୍ତମାନ ଯେଉଁ ଆମର 3 ନମ୍ବର ପୋଖରୀ, ସେଇଟା ହେଉଛି ଆମ 3 ନମ୍ବର ପୋଖରୀ, ସେଇଟା ଭଲ ଅଛି। ମୁଁ ବର୍ତ୍ତମାନ ଫିଡ୍ ପକେଇକି ସେଠୁ ହିଁ ଆସିଗଲି। ଆଉ ଏଟା 2 ନମ୍ବର ଦେଖନ୍ତୁ, ଏଟା ତ ହେଉଛି ସେଦିନ ହାର୍ଭେଷ୍ଟିଂ ସରିଯାଇଥିଲା, ଧରା ସରିଯାଇଥିଲା। ଆଉ ପୁରା ପୋଖରୀ ପୁରା ଖାଁ ଖାଁ ଦେଖନ୍ତୁ କିଭଳି ଭାବରେ। ଆଉ ଆଜି ଦେଖନ୍ତୁ ସେଇ ପୋଖରୀ ଧରା ହେଉଛି, 1 ନମ୍ବର ପୋଖରୀ, ସବୁଠୁ ବଡ଼ ପୋଖରୀ। ଆଉ ସେଇ ପୋଖରୀ ଆଜି ଦେଖନ୍ତୁ ଧରା ହେଉଛି, କାହିଁକିନା ମୁଁ ପାଖକୁ ଯିବା ସମ୍ଭବ ନୁହେଁ, ତେଣୁକରି ମୁଁ ଦୂରକୁ ଥାଇକି ଆପଣମାନଙ୍କୁ ସେୟାର କରୁଛି। ଆଉ ଯେହେତୁ ମାଛ 7 ଗ୍ରାମ ଲେଖା ହେଇଛନ୍ତି ଆଉ ବହୁତ କମ୍ ଦିନ ଏଥର ହିଁ ଗଲା, କାହିଁକିନା ଚିଙ୍ଗୁଡ଼ି ଚାଷ କଲା ଦିନରୁ ହିଁ ଏତେ କମ୍ ଦିନରେ କେବେ ବି ଆମର ଧରା ଯାଇନି। ଦୀର୍ଘ 13-14 ବର୍ଷ ହେଲା ଚାଷ ହେଉଛି ମୁଁ ଥିବା ଅବସ୍ଥାରେ। ଆଉ ଇଏ ହେଉଛି ପ୍ରଥମ ଥର ପାଇଁ ଏକ ଲସ୍ ଆଇଟମ୍ ଆଡ଼କୁ ଯାଉଛି, ପ୍ରଥମ ଥର ପାଇଁ ଲସ୍ ହେବାକୁ ଯାଉଛି। କେବେ ବି ଯାହା ଲସ୍ ନଥିଲା। ଆଉ ଏହା ଦେଖନ୍ତୁ, କାହିଁକିନା ମୁଁ ବର୍ତ୍ତମାନ ଏଉଠୁ ବି ଏଣ୍ଡ କରିବି। ଯଦି ବି ମୁଁ ଯିବି ସେଠିକି ନିଶ୍ଚିନ୍ତ ଭାବରେ ଆସିକି ଆମର ହେଉଛି ପଟାସ ପାଣି ନେଇ ଧୋଇ ଧାଇ ହେବି। ଆଉ ନିଶ୍ଚିନ୍ତ ଭାବରେ ସେଠିକି ମୁଁ ଯଦି ଯିବା ପାଇଁ ଚେଷ୍ଟା କରିବି, ଦେଖିବା କ'ଣ ହେଉଛି। ଆଉ ଏପଟେ ମୋର 6 ନମ୍ବର ପୋଖରୀ, 5 ନମ୍ବର ପୋଖରୀ, ଇଏ 2ଟା ଅଛି ଆଉ 3 ନମ୍ବର ପୋଖରୀ ଅଛି। ଏତିକି ପୋଖରୀ ଅଛି, ଆଉ ସବୁ ପୋଖରୀ ଯାଇସାରିଲାଣି। ଫାଇନାଲି ବର୍ତ୍ତମାନ ମୁଁ ଆସି ପହଞ୍ଚିଗଲି ଆମ ବର୍ଷା ପାଖରେ। ଦେଖନ୍ତୁ ବର୍ଷା ପାଖ ଯେଉଁ ସାଇଡ଼୍ର ଯେଉଁ ପୋଖରୀ ଆମର 1 ନମ୍ବର ପୋଖରୀ, ସବୁଠୁ ବଡ଼ ପୋଖରୀ, ବର୍ତ୍ତମାନ ସେଇଟା ହିଁ ରେଡ୍ ହେଇଛି। ସେଇଟା ବର୍ତ୍ତମାନ ଦେଖନ୍ତୁ ଜାଲ ଟଣା ଚାଲିଛି। ଆଉ ତା ଏପଟକୁ ଆଗକୁ ଦେଖନ୍ତୁ ରହିଲା, ଏଟା ହେଉଛି ଆମର 6 ନମ୍ବର, ସେପଟ ସାଇଡ଼୍କି ରହିଲା ହେଉଛି ଆମର 1 ନମ୍ବର। ସେ 1 ନମ୍ବରଟା ରେଡ୍ ହେଇଛି, କାହିଁକିନା ସେ 1 ନମ୍ବରଟା ହିଁ ଧରାଯିବ। ବର୍ତ୍ତମାନ ଆଇସ୍ ଗାଡ଼ି ମଧ୍ୟ ଦେଖନ୍ତୁ ଆସିକି ପହଞ୍ଚି ଯାଇଛି। ଆଉ ଜାଲ ଟଣା ହେଇସାରିଲା ପରେ ପାଖାପାଖି ତା 16-17 କୁଇଣ୍ଟାଲ ହିଁ ବାହାରିବେ ଆନୁମାନିକ, କାହିଁକିନା ଗ୍ରାମେଜ ପାଖାପାଖି 9 ଗ୍ରାମ ହେବ। ଆମେ ଯାହା ଆନୁମାନିକ କରୁଛୁ, କାହିଁକିନା ସେଠି ତ ସାମ୍ପଲିଂ ହେବ ହେଇକି ଏଇଠୁ ହିଁ ଯିବ, କାହିଁକିନା ଏ ତ ବେସ୍କୁ ଯିବନି ମାଛ, ଇଏ ଡାଇରେକ୍ଟ ହିଁ ପଳେଇବ ଅର୍ଥକୁ। ଆଉ ତେଣୁକରି ଏଇଠି ହିଁ ସାମ୍ପଲିଂ ହେବ, କାହିଁକିନା 10 ଗ୍ରାମ ଉପରକୁ ଯାଇକି ହିଁ ନେବ ବ୍ୟାସ୍। 2 ପଟା ଟଣା ସରିଲା ପରେ 3 ପଟା ବେଳକୁ ହିଁ ବିଷ ପଡ଼ିବ। ବିଷ ପଡ଼ିକି ଲାଷ୍ଟ ପଟା ହିଁ 3 ପଟା ବେଳକୁ ଟଣା ହେଇଯିବ। ଯାହା ମାଛ ଥିବେ ସବୁ ପଡ଼ିଯିବେ, ତାପରେ ବ୍ଲିଚିଂ କରାଯିବ, ବିଷ ପଡ଼ିବ, ଏମିତି କିଛି ହିଁ ପ୍ରୋସିଜର। ଯେହେତୁ ଆମର ଆଉ 3ଟା ପୋଖରୀ ଅଛି, ଦେଖନ୍ତୁ ଜାଲ ବର୍ତ୍ତମାନ କିଭଳି ଭାବରେ ଟଣା ଚାଲିଛି। ପାଖାପାଖି ତ ପ୍ରଥମ ଖେପାରେ ହିଁ ସରିଗଲାଣି, ଆଉ 2 ଖେପା ହିଁ ସାଙ୍ଗେ ସାଙ୍ଗେ ସରିଯିବ। ଆଉ ଚାଲନ୍ତୁ ରେଡ୍ ମାଛ ଆଜି ମୁଁ ଦେଖେଇବି, କାହିଁକିନା ଯେହେତୁ ଫିଡ୍ ପକେଇ ସାରିଛି, ମୁଁ ବର୍ତ୍ତମାନ ହିଁ ଯିବି ପୋଖରୀ ସେ ସାଇଡ଼୍କି ଯିବି, ରେଡ୍ ମାଛ ଦେଖେଇବି। ଆସିକି ପଟାସ ପାଣିରେ ଧୁଆ ଧୋଇ ହେବି, ତାପରେ ହିଁ ବର୍ଷାକୁ ଯିବି। ବର୍ତ୍ତମାନ ଆସନ୍ତୁ ମୁଁ ଦେଖେଇବି ରେଡ୍ ମାଛ କେମିତିକା, ତାଙ୍କ ଆକ୍ସନ୍ କେମିତି ରୁହନ୍ତି, କେମିତି ଦେଖାଯାନ୍ତି। ଚାଲନ୍ତୁ ଦେଖିବା ରେଡ୍ ମାଛ। ଫାଇନାଲି ଦେଖନ୍ତୁ ପୋଖରୀର କିଭଳି ଭାବରେ ପାଣି ଅଛି। ଦେଖନ୍ତୁ ଗୋଟେ ଖେପା ଯେହେତୁ ଜାଲ ଟଣା ସରିଛି, ଦେଖନ୍ତୁ ପାଣି ବର୍ତ୍ତମାନ ସ୍ମୁଥ୍ ଅଛି, ପୁରା ମାନେ ହଲଚଲ। ଆଉ 2 ଖେପା ଟଣା ଯିବ। ଗୋଟେ ପିସ୍ ଦେଖନ୍ତୁ ରେଡ୍ ମାଛ ସାଇଡ଼୍କି ଆସିଛି, ଦେଖନ୍ତୁ କିଭଳି ଭାବରେ ଦେଖନ୍ତୁ ସେ ଦେଖାଯାଉଛି। ଆଉ ଦେଖନ୍ତୁ ବର୍ତ୍ତମାନ ସେ ଏଇଭଳିଆ ହିଁ ପାଖକୁ ଆସିକି ବାଡ଼େଇ ପିଟି ହେଇକି ହିଁ ମରିଯିବ। ଦେଖନ୍ତୁ ଯେମିତି ଆମର କରୋନା ଭାଇରସ୍
ସେମିତି ହିଁ ରେଡ୍ ଭାଇରସ୍, କରୋନା ଭାଇରସ୍ ଯେମିତି ଲୋକମାନେ ଅଣନିଶ୍ୱାସୀ ହେଇଯାଆନ୍ତି, ବାଡ଼େଇ ପିଟି ହେଇକି ଏମିତି ଯେମିତି ଜୀବନ ଚାଲିଯାଏ, ସେଇଭଳି ଦେଖନ୍ତୁ ରେଡ୍ ମାଛ ଆଉ ରେଡ୍ ହେଲା ପରେ ଆସ୍ତେ ଆସ୍ତେ ନାଲି ପଡ଼ିଯାଆନ୍ତି ଏ ମାଛ ଏବଂ ସାଙ୍ଗେ ସାଙ୍ଗେ 2-3 ଘଣ୍ଟାରେ ହିଁ ଏମାନେ ମରିଯାଆନ୍ତି। ଆଉ ଏଇଭଳି ମାନେ ଦୁଇ ଦିନ ରହିଲା ପରେ ସବୁ ମାଛ ହିଁ ମରିଯିବେ। ଏଇଟା ହେଉଛି ରେଡ୍ ମାଛ। ଆଉ ଦେଖିଲେ ରେଡ୍ ମାଛ ଆଉ ନିଶ୍ଚିନ୍ତ ଭାବରେ ବର୍ତ୍ତମାନ ଦେଖନ୍ତୁ ପୋଖରୀରେ ପାଣିର କେମିତି ଭାବରେ ରହିଛି କଣ୍ଡିସନ୍। ଆଉ ଚାଲନ୍ତୁ ଆଉ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ଆଇକନ୍ଟି ବଜାଇବେ।